ତୁ ହିଁ ମୋ ଜୀବନର ଏକମାତ୍ର ଲକ୍ଷ୍ୟ, ମୋ ଅଭିପ୍ସାର ମୂଳବସ୍ତୁ, ମୋ ଚିନ୍ତାର କେନ୍ଦ୍ର, ମୋ ସମନ୍ୱୟର ଚାବି। ତୁ ହିଁ ସକଳ ଅନୁଭବ, ସକଳ ଆବେଗ, ସକଳ ଚିନ୍ତାର ଊର୍ଦ୍ଧ୍ୱରେ। ଆଉ ତୁ ହିଁ ଜୀବନ୍ତ କିନ୍ତୁ ଅନିର୍ବାଚନୀୟ ଅନୁଭୂତି, ସେହି ସଦ୍ବସ୍ତୁ ଯାହାଙ୍କୁ ସତ୍ତାର ଗଭୀରରେ ଉପଲବ୍ଧି କରାଯାଏ, କିନ୍ତୁ ତୁଚ୍ଛ ବାକ୍ୟର ମାଧ୍ୟମରେ ଯାହାଙ୍କୁ ବ୍ୟକ୍ତ କରାଯାଇ ପାରେ ନାହିଁ। ଆଉ ମନୁଷ୍ୟର ବୁଦ୍ଧି ତୋତେ କୌଣସି ସୂତ୍ରରେ ଆବଦ୍ଧ କରିବାକୁ ଅକ୍ଷମ ବୋଲି ବହୁ ଲୋକ ତାଚ୍ଛଲ୍ୟ ଭାବେ ତୋ ଉପଲବ୍ଧିର ସମ୍ଭାବନାକୁ ଭାବାବେଗ ନାମରେ ଉଡ଼ାଇ ଦିଅନ୍ତି। କିନ୍ତୁ ତାହା ଭାବାବେଗଠାରୁ ଯେତିକି ଦୂର, ମସ୍ତିଷ୍କଗତ ଚିନ୍ତାଠାରୁ ସେତିକି ଦୂର। ଯେତେଦିନ ପର୍ଯ୍ୟନ୍ତ ଆମ୍ଭେମାନେ ଏହି ପରମ ଜ୍ଞାନକୁ ଲାଭ କରିନାହୁଁ, ସେତେଦିନ ପର୍ଯ୍ୟନ୍ତ କୌଣସି ସୁଦୃଢ଼ ଭିତ୍ତି ନାହିଁ। ମନୋଗତ ଭାବଗତ ସମନ୍ୱୟର ସ୍ଥାୟୀ କେନ୍ଦ୍ର ଗଢ଼ାଯାଇ ନାହିଁ ଏବଂ ତା ଛଡ଼ା ଅନ୍ୟ ସମସ୍ତ ବୁଦ୍ଧିଗତ ରଚନା କୃତ୍ରିମ, ଯଥେଚ୍ଛାଚାରୀ ଓ ନିରର୍ଥକ। ଯେତେଦୂର ଆମ୍ଭେମାନେ ତାତେ ଉପଲବ୍ଧି କରିପାରୁ, ତୁ ହିଁ ଶାଶ୍ୱତ ନୀରବତା, ପୂର୍ଣ୍ଣ ଶାନ୍ତି। ଯେଉଁ ପୂର୍ଣ୍ଣତା ଆମ୍ଭମାନଙ୍କୁ ଅର୍ଜନ କରିବାକୁ ହେବ, ଯେଉଁ ସବୁ ମହିଷୋଚ୍ଚ ଆମ୍ଭମାନଙ୍କୁ ଲାଭ କରିବାକୁ ହେବ, ଯେଉଁ ସବୁ ଅଖଣ୍ଡ ମହିମା ବ୍ୟକ୍ତ କରିବାକୁ ହେବ, ସେ ସବୁ ହିଁ ତୁ। ତୋ ସମ୍ବନ୍ଧେ ଆମ୍ଭେମାନେ ଯେତେବେଳେ କିଛି କହିବାକୁ ଦୁଃସାହସ କରୁ, ସେତେବେଳେ ସେହି ସବୁ ଶବ୍ଦ ଶିଶୁର କାକଳି ତୁଲ୍ୟ ବୋଧ ହୁଏ। ନୀରବତା ମଧ୍ୟରେ ହିଁ ଚରମ ସମ୍ମାନ, ନୀରବତା ମଧ୍ୟରେ ହିଁ ଚରମ ସମ୍ମାନ।